ଶ୍ରୀକୃଷ୍ଣଙ୍କର ନାରଦଙ୍କୁ ମାୟା ଦର୍ଶନ। ଶୁଣିଣ ପରୀକ୍ଷା ରାଜା ହରଷ ହୋଇଲେ, ଶୁକମୁନିଙ୍କୁ ଚାହିଁଣ ବଚନ ବୋଇଲେ। ଧନ୍ୟ ସେ ଶ୍ରୀକୃଷ୍ଣ ମାୟା ଧନ୍ୟ ତାଙ୍କ ଗୁଣ, ତାଙ୍କ ମାୟା ଜାଣିବାକୁ ହବ କେ ଭାଜନ। ଏଡ଼େ ମାୟା ବିଅଟନ୍ତି ପ୍ରଭୁ ଚକ୍ରଧର, ମାୟାରେ ନଟୁ ରହିଲା ରାଇ ହୃଦୟର। ପରୀକ୍ଷା ଆଗେ କହନ୍ତି ଶୁକ ମହାମୁନି, ଶ୍ରୀହରି କଥା କହିବି ଆହେ ନୃପମଣି। ଅମନିତ୍ୟ ମାନ ମେଥ୍ୟ ସତ୍ୟ ଯୋଗ କଥା, ତାଙ୍କର କେମନ୍ତ ମାୟା ଶୁଣ ତା ବ୍ୟବସ୍ଥା। ମେରୁର କନ୍ଦର ବିଜେ ପ୍ରଭୁ ଦେବରାଜ, ଅନେକ ଦେବତା ଘେନି ହୋଇଥାନ୍ତି ସଜ। ଇନ୍ଦ୍ର ଯମ ବରୁଣ ଯେ କୁବେର ପବନ, ଦଶ ଦିଗ ପାଳେଛନ୍ତି ମେରୁ ସନ୍ନିଧାନ। ଈଶ୍ୱର ଆଦି କରିଣ ସର୍ବେ ଦେବଗଣ, ମେରୁ କୂଟରେ ଅଛନ୍ତି ତାହାଙ୍କୁ ଘେନିଣ। କୋଟି ଅଶୀ ଲକ୍ଷ ଋଷି ଅଛନ୍ତି ସଭାରେ, ବ୍ରହ୍ମା ପୁଣି ବସିଛନ୍ତି ଖଣ୍ଡିଏ ଦୂରରେ। ହେମସ୍ତ ଆସ୍ଥାନେ ବିଜେଛନ୍ତି ଚକ୍ରଧର, ନାଗଲୋକ ସହିତରେ ମିଳିଲେ ସଭାର। ଯହୁଁ ସେ ସଭାରେ ବିଜେ ପ୍ରଭୁ ନାରାୟଣ, ନାରଦ ମିଳିଲେ ଆସି ମେରୁର ଆସ୍ଥାନ। ନାରଦ ଭ୍ରମଣୁଥିଲେ ଶୂନ୍ୟ ମଣ୍ଡଳରେ, ସେଇ ଭୁବନେ ତେଣିକି ମିଳିଲେ ସେଠାରେ। ହରିଙ୍କୁ ଦେଖି ନାରଦ ଆରମ୍ଭିଲେ ନୃତ୍ୟ, ହରି ହରି ଧ୍ୱନି କରି ଗାଆନ୍ତି ସେ ଗୀତ। ମହାନୃତ୍ୟ ଦେଖି କରି ହର୍ଷ ଚକ୍ରଧର, ଧନ୍ୟ ନାରଦ ବୋଲିଣ ପ୍ରଶଂସା ଅପାର। ନାରଦ ବିଚାର କଲେ ମନେ ମନେ ପୁଣି, କେମନ୍ତ ମାୟା ଜାଣିବି ତୋର ଚକ୍ର ପାଣି। ଏହା ବୋଲି ନାରଦ ଯେ ବିଚାରେ ମନରେ, ସେହି ବିଚାର ଜାଣିଲେ ପ୍ରଭୁ ଚକ୍ରଧରେ। ଏମନ୍ତ ମେରୁର ସଭା ପାଇଲା ସମାପ୍ତି, ନାରଦ ବୀଣା ଘେଣିନ ସିନ୍ଧୁ ତୀରେ ଯାନ୍ତି। କୂଳରେ ନେଇ ଥୋଇଣ ବୀଣା ଆଦି ଯନ୍ତ୍ର, ଜଳର ମଧ୍ୟରେ ମୁନି ପଶିଲେ ତୁରିତ। ଆହ୍ନିକ ସ୍ନାନ ପାଇଁ ଜଳରେ ବୁଡ଼ିଲେ, 15 ସହସ୍ର ଜୁଣ ଜଳେ ଭାସିଗଲା। ସିନ୍ଧୁର ଉତ୍ତର କୁଣେ କୁଶଗ୍ରୀବ ଗ୍ରାମ, କୁଶଦୀପ ତାହାକୁ ହିଁ ଅଛଇ ବେଢ଼ିର। ସେହି ନଗର ବସତି 60 ସହସ୍ର ଘର, ସବୁଙ୍କର ଘର ଅଟେ ରତ୍ନମୟ ପୁର। ସେ ନଗର ଲାଗିଲେ ଯାଇ ମହାତପ ଧ୍ୟାନ, ନଗର ମଧ୍ୟରେ ମୁନି କରନ୍ତି ଗମନ। ସେଠାରେ ଦେଖିଲେ ଏକ ଚାଣ୍ଡାଳୀ ଆସିଲା, ପାଖରେ ପାଚିଆ ହସ୍ତେ ପହଁରା ଅଛଇ। ପୁରୁଷୀ କାଢ଼ୁଣୀ ଥିଲା ସେ ନଗର ଭିତରେ, 16 ବୟସ ନାରୀ ଦେଖିଲେ ସେଠାରେ। ଦେଖିକରି ମହାମୁନି କାମେ ବଶ ହେଲେ, ଯାଉଁ ଯାଉଁ ବାଟରେ ସେ କନ୍ୟାଙ୍କୁ ଭେଟିଲେ। ଆଲୋ ଆଲୋ ଭବାନୀ ତୁ ରଖ ମୋର ପ୍ରାଣ, ଏମନ୍ତ ବୋଲି ନାରଦ ଓଗାଳିଲେ ପୁଣ। ଚଣ୍ଡାଳୁଣୀ ବୋଲି ତୁମ୍ଭେ ଅଟ ମହାଯତି, ମୁହିଁ ଯେ ଅଟଇ ମୁନି ଚଣ୍ଡାଳୀ ଯୁବତୀ। ଏହି ନଗରରେ ମୁହିଁ କଟେ ଖଟେ ସର୍ବକାଳ, ପୁରୁଷ କଢ଼ାଇ ବାଟ କରେ ପରିମଳ। ତାହା ଶୁଣି ମୁନି ବର ବିସ୍ମିତ ହୋଇଲେ, ମୋହିତର ସଙ୍ଗ ହେବି ବୋଲିଣ ବୋଇଲେ। ମୋହର ଜୀବନ ରକ୍ଷା କର ଗୁତରୁଣୀ, ଏହା ବୋଲି କୋଳ କଲେ ଯାଇ ମହାମୁନି। ଚାଣ୍ଡାଳୀ ବୋଇଲେ ବିଷ୍ଣୁ ଲାଗିଛି ବିଷ୍ଟା ଲାଗିଛି ମୋ ହସ୍ତର, ଏମନ୍ତ ମାୟା କରିଣଛନ୍ତି ଦାମୋଦର। ନାରଦ ଜାଣନ୍ତି ନାହିଁ କୃପାମୟ ପୁଣି,
ତୋଷେ କାକୁଳ ନେଲେ ମହାତପୋଧନ। ଚଣ୍ଡାଳି ବୋଇଲା ମୁନି ଛାଡ଼ ଛାଡ଼ ମୋତେ, ମୁହିଁ ନିଚ ଜାତି ମୋତେ ଛୁଇଁଲ କେମନ୍ତେ। ନାରଦ ବୋଇଲେ ମୋର ରଖ ତୁ ଜୀବନ, ଆଲୋ ଆଲୋ ସୁନ୍ଦରୀ ତୁ ନ କହ ଯେ ଆନ। ମହାମୁନି ସେ ପହଁରା ନେଲେ ନିଜ କରେ, ଆପଣ ସେ ଯାଇ ପୁଣି ଦାଣ୍ଡ ପହଁରିଲେ। ପହଁରା ପାଛିଆ ମୁନି ହସ୍ତରେ ଘେନିଲେ, ଚାଣ୍ଡାଳିକୁ ଘେନି ତାର ମନ୍ଦିରକୁ ଗଲେ। ଦେଖିଲେ ତ ପଶି ଯାଇ ଚାଣ୍ଡାଳିର ଘର, ମଦ୍ୟ ଭାଣ୍ଡମାନ ବସି ଅଛି ତାର ଦ୍ୱାର। ଗୋମାଂସ ମାନ ଶୁଖୁଛି ତାହାର ଦ୍ୱାରରେ, ଦେଖିଣ ନାରଦ ଋଷି ମନରେ ବିଚାରେ। ନିଜ ଘର ପରା ଏକ ମଣେ ତପୋଧନ, ବିଭିନ୍ନ ବୋଲି ନାରଦ ନଭାଳଇ ପୁଣ। ଚାଣ୍ଡାଳିକୁ ଘେନି କରି ବଞ୍ଚେ କେତେ କାଳ, ଏମନ୍ତ ମାୟା କରିଣଛନ୍ତି ନନ୍ଦବାଳ। ମୁନିବର ଚାଣ୍ଡାଳିର ସଙ୍ଗେ ବଞ୍ଚେ ଦିନ, ଏ ମୋର ଭାର୍ଯ୍ୟା ବୋଲିଣ ନ କରଇ ଭିନ୍ନ। ସେ ନଗ୍ର ଚାଣ୍ଡାଳି କର୍ମ ଯେତେ ହାପୁଣ, ସମସ୍ତ କରନ୍ତି ତହିଁ ସେହୁ ତପୋଧନ। ଚାଣ୍ଡାଳି ସଙ୍ଗରେ ପ୍ରୀତି କରେ ମହାଯତି, କ୍ରମରେ ଜନ୍ମ ହୋଇଲା ସେଠାରେ ସନ୍ତତି। ପୁତ୍ରଙ୍କୁ ଦେଖି ନାରଦ ସନ୍ତୁଷ୍ଟ ହୋଇଲେ, ଗଳାର କଣ୍ଠି କରିଣ ପୁତ୍ରକୁ ପାଳିଲେ। ମାୟାରେ ନାରଦ 2 ସହସ୍ର ବର୍ଷ ବଞ୍ଚେ, 7 ପୁତ୍ର ଜନ୍ମାଇଣ ବହୁ ଧନ ସଞ୍ଚେ। ଏହି ରୂପେ ମହାମୁନି ପୁତ୍ରଙ୍କୁ ଘେନିଣ, ପ୍ରତିଦିନ ସଙ୍ଗତରେ ଭୁଞ୍ଜନ୍ତି ସେ ଅର୍ଣ୍ଣ। ପୁତ୍ରଙ୍କ ତୁଣ୍ଡରେ ନେଇ ଗ୍ରାସେ ଗ୍ରାସେ ଦିଅନ୍ତି, ଆପଣା ଗ୍ରାସକେ ନେଇ ଭୋଜନ କରନ୍ତି। 3 ସହସ୍ର ବର୍ଷ ଯାଏ ସେଠାରେ ବଞ୍ଚିଲେ, ମହାମୁନି ତେବେ ସୁଦ୍ଧା ଜାଣି ନ ପାରିଲେ। ତାଙ୍କୁ ମାୟା କରିଛନ୍ତି ପ୍ରଭୁ ଚକ୍ରଧର, କୃଷ୍ଣର ମାୟାରେ ମୁଗ୍ଧ ଅଛନ୍ତି ଚରାଚର। ନାରଦଙ୍କର ଏପରି ବହୁ କାଳ ଗଲା, ଗୋଟିଏ ସନ୍ତାନ ପୁଣି ନଷ୍ଟ ଯେ ହୋଇଲା। ଅତିଶୟ ଶୋକ ତହିଁ କଲା ତପୋଧନ, କେ ମୋହର ଘେନି ଗଲା ହୃଦର ଚନ୍ଦନ। हा ପୁତ୍ର ବୋଲିଣ ସେ ଶୋକରେ କାନ୍ଦିଲେ, ମହାମୁନି ସେ ପୁତ୍ରର କ୍ରିୟା ଶେଷ କଲେ। ଏମନ୍ତ ସପତ୍ର ପୁତ୍ର 7 ସମ୍ବତ୍ସରେ, ମୁନିଙ୍କ ହସ୍ତରେ ପୁତ୍ର ଗଲେ ଯମପୁରେ। ପୁତ୍ରଙ୍କ ନିଧନ ହେତୁ ମହା ଚିନ୍ତା କଲେ, ଶୋକ ଅନ୍ତେ ସ୍ନାନ ପାଇଁ ସିନ୍ଧୁକୁ ସେ ଗଲେ। ପଶିଲେ ସିନ୍ଧୁର ମଧ୍ୟରେ ଆହା ତପୋଧନ, ଜଳରେ ବୁଡ଼ିବା ମାତ୍ରେ ବ୍ରହ୍ମାଙ୍କ ନନ୍ଦନ। ତତକ୍ଷଣେ ମାୟା କଲେ ଦେବ ଚକ୍ରଧର, ଆପଣା ପୁଣି ଲାଗିଲେ ପୂର୍ବର ସ୍ଥାନର। ଦେଖିଲେ ସେ କମଣ୍ଡଳେ ଅଛଇ କୂଳରେ, ସେତେବେଳେ ହୋଇଅଛି ଦିବସ ପ୍ରହାରେ। ଜଳରୁ ଉଠି ଆସିଲେ ବ୍ରହ୍ମାର କୁମାର, ଆସିନ ଉଭା ହୋଇଲେ ସମୁଦ୍ରର ତୀର। ବିଚାରନ୍ତି ନାରଦ ମୁଁ ଅଇଲି ଏ କ୍ଷଣି, ଜଳରେ ପଶି ଆନିଖ କରୁଥିଲି ପୁଣି। ଏକ୍ଷଣି ଆସଇ ମୁଁ ଶ୍ରୀକୃଷ୍ଣଙ୍କ ପାଶରୁ, 33 କୋଟି ଦେବତା ଗଲେ ସେ ସହାରୁ। କେଉଁଠାରେ ରହି ମୁନି କି କର୍ମ ବା କଲି, ଚଣ୍ଡାଳୁଣୀ ସହିତରେ ସମୟ କାଟିଲି। ମୁହିଁ ଶ୍ରୀକୃଷ୍ଣର ମାୟା ଜାଣି ନ ପାରିଲି, କେମନ୍ତ ମାୟାବୀ ବୋଲି ମନେ ଭାବୁଥିଲି। ତେଣୁ କରି ଏତେ ନିନ୍ଦା ଦେଲ ବନମାଳି, ନାରଦ ଏହା ବିଚାରେ ଶୂନ୍ୟ ଗଲେ ଚଳି। ହେମନ୍ତ ମହର୍ଷି ଶୂନ୍ୟ କଲେ କଗମନ,
ଦ୍ୱାରିକାରେ ଯାଇ ଭେଟ ହେଲା ଜନାର୍ଦ୍ଦନ। ବୀଣା ବାଦ୍ୟ ବାଇ ଋଷି ହରଷେ ନାଚନ୍ତି, ତାହା ଦେଖି ନବଚନ ବୋଲନ୍ତି ଶ୍ରୀପତି। କି ସକାଶେ ଆଗମନ କୁହ ଗୋଆ ତୁମର, ହରଷ ନାହିଁ କି ପାଇଁ ତୁମ୍ଭର ଚିତ୍ତର। ନାରଦ ପ୍ରଣାମ କଲେ ଶ୍ରୀ ପଦ୍ମପାଦର, ତ୍ରାହି କର ଆହେ ଦାମୋଦର। ମୂଢ଼ ପଣେ ବହୁ ଅପରାଧ ମୁଁ ଅର୍ଜିଲି, ଅପରାଧ କ୍ଷମା କର ମୋର ବନମାଳି। ମୁହିଁ ଛାରହୀନ ଜନ୍ମ ଭାବିଲି ମନରେ, ତୋହରି ମାୟା ଜାଣିବି ବୋଲି କଲି ସ୍ଥିର। ମାରକଣ୍ଡ ମୁନି 7 କଳ୍ପ ବଞ୍ଚିଲେ, ପ୍ରଳୟ କାଳରୁ ସେହି ଦିନେ ମନେ କଲେ। ଏକଥା ତାର ଜାଣିଲୁ ଆହେ ଚକ୍ରଧର, ବାଟପୁରରେ ଶୟନ କଲୁ ଦାମୋଦର। ମାର୍କଣ୍ଡକୁ ହକାରିଣ ଗର୍ଭେ ଠାବ ଦେଲୁ, ଜଠର ଭିତରେ ଚରାଚର ଦେଖାଇଲୁ। ମାର୍କଣ୍ଡ ଜନମି ଥିଲେ ଯେ ବଣ ଗର୍ଭର, ତାହା ମଧ୍ୟ ଦେଖାଇଲୁ ତୋହର ଉଦର। ସେହି ମହାଋଷି ମନେ ଆଶ୍ଚର୍ଯ୍ୟ ମଣିଲା, ପ୍ରଳୟ ଘଟଣା ମାନ ସକଳ ଦେଖିଲା। ତୋହର ଦୟା ମାର୍କଣ୍ଡ ଜାଣି ନ ପାରିଲି, 14 ମନୁ ପର୍ଯ୍ୟନ୍ତ ବ୍ରହ୍ମା ଭ୍ରାନ୍ତ ହେଲେ। ମୁହିଁ ଅଧମ ହୋଇନ ଏଡ଼େ କର୍ମ କଲି, ତୋହର ମାୟା ଛାଡ଼ିବି ବୋଲି ବିଚାରିଲି। ଏ ମୋହର ଦ୍ରୋହ କର୍ମ ଫେଡ଼ ଦାମୋଦର, ଅପରାଧ କଲି ମତେ ରଖ ଚକ୍ରଧର। ଶରଣ ରକ୍ଷଣ ବାନା ଅଟୁ ତୁ ମୁରାରି, ତୋହର ବଳରେ ତୁ ହିଁ ରକ୍ଷା କର ହରି। ତ୍ରେତୟା ଯୁଗରେ ତୋର ବୈରୀ ରାବଣ, ଭାଇ ଛାଡ଼ି ବିଭୀଷଣ ପଶିଲା ଶରଣ। ବୈରୀକୁ ଶରଣ ଦେଲୁ ପ୍ରଭୁ ଚକ୍ରଧର, ତାହାକୁ ତୁ ହେଲୁ ପ୍ରତେ ଚିରଜୀବୀବର। ଶରଣ ରକ୍ଷଣ ଅଟେ ଯେ ତୋହର ବାନା, ଅନନ୍ତ ମୂରତି ତୁ ହିଁ ମତେ କର କ୍ଷମା। ସୁଜ୍ଞ ଜନେ ମାନେ ମୋର ନ କର ଭକତି, ନିର୍ଭଣ ହୀନ ସେବା କର ଶ୍ରୀପତି। ଶ୍ରୀକୃଷ୍ଣଙ୍କ ନାମ ତୁମ୍ଭେ ଅନୁବ୍ରତେ ଘୋଷ, ହରିନାମ ସୁମର ନାରାୟଣ ଦାସ ହରି।